हेलो पिला माने आजिर ऑनलाइन क्लास को तुमको स्वागत जनाऊँगी। आज आम तृतीय श्रेणीर साहित्य बहिर जातीय कवि वीरकिशोर पाठटी पढ़ा। तृतीय श्रेणीर पिला माने निज निज मोबाइल स्क्रीन रे तुम समस्ते देखिपार। आज आम ए विषय आम देश पूर्वे पराधीन थिबा समय किपरि इंग्रेज मानक ठारू कोषण पाउथिला से विषय आम जानिबा। तुम पिला माने सब जानिच आम देश पूर्वे इंग्रेज मानकर शासनाधीन रे थिला। इंग्रेज माने आमको शासन करुथिले। सेमानंकर निर्यातना कष्ट सही न पारी ए कविताटी कवि वीरकिशोर आम भारतीय मानक उद्देश्य रे लिखिछन। मु कविताटी पढ़ुची तुम माने समस्ते पिला माने सुन। आम ए देशर जस विभव देखी विदेशीक बढ़िला लोभ दखल कले से सारा मुलक देखाई आमको गुली बंधुक बोही नेले आम देशरु धन चाबुक पहारे कले शासन पाटी कले हेला बेत पहार गुड़ी रे फाटिला मथा कहार सह सह स्वाधीनता सैन हसी हसी कले कारावरण गोरा बेपारीए हेले पागला चलाइले देशे दमन लीला वीर किशोर ए देशर कवि आखिरे देखिले कषण छवि गोरा शासक दमन लीला मनरु तांकर अथिर कला लेखिगले गीत माळकु माळ रहिथिब ताहा काळकु काळ से गीते सभिए उठिले माती गोली आगे देले पताई छाती साजिले पिलाए बानर सेना बाहरिले धरी तिरंगा बाना खाइले गोईठा बेत पहार देखिले सहिब छाती कहार गोरा सरकार बंधुक गुली कविता सकती ताठारू बड़ी थरिला शेषरे विदेशी छाती आउ न रहिले गोटिए राती छाड़ी पड़ेइले भारत भूमि 13 नई 7 दरिया डेई। पिला माने तुम्हें माने समस्ते गीतटी मन देई सुनिल। आज आमे ए गीत विषय पढ़िबा। तुमको मु ए गीतटी बुझाऊँगी तुमने समस्ते मन देकी सुन। आमर जातीय कवि वीरकिशोर से तांको निज भाषा रे किपरि कविताटी लिखिछंती। जेतेबेले आम देश पराधीन थिला सेतेबेले भारतीय माने इंग्रेज मानकर चाबुक पहार गुड़ी बंधुक एहीपरि विभिन्न कष्ट सेमानक ठारू पाउथिले। से सबू देखी कविंक मन आउ सही पारिले नाही। से तांको लेखनी मनरे ए कविताटी लेखि पकाइले। आम ए देशर जस विभव पिला माने आम देश भारत धन संपत्ति रे परिपूर्ण जहा कि देखी विदेशी मानकर लोभ बढ़िला। सेमाने आम देश को किपरि अधिकार करिवे योजना कले। आम देशर किपरि धन दौलत बोही नेई तांको देश को चली जिवे से चिंता कले। तेणु सेमाने आम देश को अधिकार कले। आम मानकु गुड़ी बंधुक देखाई आम देश को अधिकार करने को लगे। आम देश को अधिकार करी आम देशर समस्त धन संपत्ति तांको देश को नेबाकू चेष्टा कले।
ଏହାର ବିରୋଧ କଲେ ଭାରତୀୟମାନଙ୍କୁ ସେମାନେ ଚାବୁକ ପାହାରରେ ଦେଇ ଶାସନ କରୁଥିଲେ। ଯଦି ଆମ ଭାରତୀୟମାନେ ଏହି ବେତ ପାହାର ଖାଇ ବିରୋଧ କରୁଥିଲେ ତାହେଲେ ସେମାନଙ୍କ ମଥାରେ ଗୁଳି ଫୁଟାଇ ଦେଉଥିଲେ। ଇଂରାଜୀମାନେ ଗୁଳି ଫୁଟାଇ ଦେଉଥିଲେ। କିଛି କିଛି ଲୋକମାନଙ୍କର ମଥାରେ ଗୁଳି ଲାଗୁଥିଲା। ସେମାନେ ମୃତ୍ୟୁ ବରଣ କରୁଥିଲେ, ମରଣକୁ ବରଣ କରୁଥିଲେ। ହେଲେ ଆମ ଦେଶକୁ ଇଂରେଜମାନଙ୍କର ଯେଉଁ ଶାସନ ତାହା ସେମାନେ ସହିପାରୁନଥିଲେ। ଏହିପରି ଶହ ଶହ ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନତା ସୈନ୍ୟ ହସି ହସିକି କାରାବରଣ ମଧ୍ୟ କରୁଥିଲେ। ଭାରତୀୟମାନଙ୍କର ଏହି ଶହ ଶହ କାରାବରଣ ଦେଖି ଗୋରା ବେପାରୀମାନଙ୍କର ମୁଣ୍ଡ ପାଗଳ ହୋଇଗଲା। ସେମାନେ ଦେଶର ଚାରିଆଡ଼େ ଦମନ ଲୀଳା କରିବାକୁ ଆରମ୍ଭ କଲେ। ତାଙ୍କର ଏ ଦମନ ଲୀଳା ଦେଖି ବୀର କିଶୋର ତାଙ୍କ ଲେଖନୀ ମନରେ ଏହି କବିତାଟି ଲେଖିଛନ୍ତି। ସେ ହେଉଛନ୍ତି ଆମ ଦେଶର କବି, ଯିଏକି ଆମ ଦେଶର କଷଣ ଲୋକମାନଙ୍କର ଦୁଃଖ କଷ୍ଟ ସହି ନପାରି ଏ କବିତାଟି ଭାରତୀୟମାନଙ୍କ ଦେଶରେ ଲେଖିଛନ୍ତି। ଗୋରା ଶାସନଙ୍କ ଦମନ ଲୀଳା କିପରି ଥିଲା ତାହା ତାଙ୍କ ମନକୁ ଅସ୍ଥିର କରିଦେଇଥିଲା। ତେଣୁ ସେ ଧାଡ଼ିକି ଧାଡ଼ି କବିତା ଲେଖିବାକୁ ଆରମ୍ଭ କରିଥିଲେ। ସେଇ ଧାଡ଼ି ଧାଡ଼ି କବିତା କାଳ କାଳ ପାଇଁ ରହିଗଲା। ଆଜି ଆମେ ସେ କବିତାରୁ ଆମେ ଜାଣିପାରୁଛେ ଯେ ଭାରତୀୟମାନଙ୍କୁ ଇଂରେଜମାନେ କିପରି କବଳିତ କରି ରଖିଥିଲେ, କିପରି ନିର୍ଯାତନା ଦେଉଥିଲେ। ସେ ସମର ସେହି ଗୀତରେ ଆମ ଭାରତୀୟମାନଙ୍କର ମନ ଆଗ୍ରହର ସହ ସେମାନେ ଛାତି ପତାଇ ଦେଉଥିଲେ। ବିଦେଶୀମାନଙ୍କର ଗୁଳି ଆଗରେ ନିଜ ନିଜ ଛାତି ପତାଇ ଜୀବନ ଦେବାକୁ ସେମାନେ ପଛାଉ ନଥିଲେ। ସେହିପରି ଛୋଟ ଛୋଟ ପିଲାମାନେ ମଧ୍ୟ ବାନର ସେନା ସାଜି ତିରଙ୍ଗା ବାନା ଉଡ଼ାଇ ଇଂରେଜମାନଙ୍କ ବିରୋଧରେ ଆଗେଇ ଚାଲିଲେ। କେହି କେହି ବେତ ପାହାର ଗୋଇଠା ମାଡ଼ ଖାଇ ଛାତି ପତାଇ ତଳେ ନିଜର ଜୀବନ ଦେବାକୁ ମଧ୍ୟ ପଛାଉ ନଥିଲେ। ହସି ହସି ସମସ୍ତେ ନିଜର ଛାତି ପତାଇ ଦେଉଥିଲେ। ବନ୍ଧୁକର ଗୁଳିକୁ ମଧ୍ୟ କେହି ଭୟ କରୁନଥିଲେ। ତେଣୁ ବନ୍ଧୁକ ଗୁଳିଠାରୁ ଏ ସୈନ୍ୟମାନଙ୍କର ଛାତି ଅଧିକ ଶକ୍ତିଶାଳୀ ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି। ଏହିପରି ଭାରତୀୟମାନଙ୍କର ଗୁଳି ବନ୍ଧୁକକୁ ଭୟ ନ କରି ଛାତି ପତାଇ ଦେବା ଦେଖି ଇଂରେଜମାନଙ୍କର ଛାତି ଥରିଗଲା। ସେମାନେ ଭୟରେ ଆଉ ଗୋଟିଏ ରାତି ନ ରହି ଭାରତ ଭୂଇଁ ଛାଡ଼ି ଚାଲିଯିବା ପାଇଁ ନିଷ୍ପତ୍ତି ନେଲେ। 13 ନଈ 7 ଦରିଆ ଡେଇଁ 7 ସମୁଦ୍ର ଡେଇଁ ଯେଉଁ ଇଂରେଜମାନେ ଆସିଥିଲେ ସେମାନେ ଆଉ ଗୋଟିଏ ରାତି ରହିବାକୁ ଇଚ୍ଛା କରିନଥିଲେ। ଭାରତୀୟମାନଙ୍କ ଆଗରେ ସେମାନେ ହାର ମାନି ଯାଇଥିଲେ ଏବଂ ଭାରତୀୟମାନଙ୍କର ସାହସିକତା ଦେଖି ସେମାନେ ଭୟରେ ଆଉ ରହିପାରିଲେ ନାହିଁ। ନିଜ ଦେଶକୁ ଫେରି ଯିବା ପାଇଁ ନିଷ୍ପତ୍ତି ନେଲେ। ଆଚ୍ଛା ପିଲାମାନେ, କବିତାଟି ତୁମେ ଶୁଣିଲ, କବିତାଟି ସରଳ ଭାଷାରେ ମୁଁ ବୁଝାଇଲି, ତୁମେ ବୁଝିଲ। ତୁମେ ଘରେ ସମସ୍ତେ ଏହି କବିତାକୁ ପଢ଼ିବ ଏବଂ କବିତାର ସାରାଂଶକୁ ନିଜ ଖାତାରେ ଲେଖିବ। ଏହାର ପରବର୍ତ୍ତୀ କ୍ଲାସ୍ରେ ଆମ୍ଭେମାନେ ଏହାର ଅଭ୍ୟାସ ପାଠର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା।
এই ପାଠଟିରେ କେତେଗୁଡ଼ିଏ ନୂଆ ଶବ୍ଦ ତୁମେମାନେ ଜାଣିପାରିଲ। ସେ ଶବ୍ଦ ଗୁଡ଼ିକ ଏଠାରେ ତୁମର ଅଛି, ତୁମେ ସେଗୁଡ଼ିକ ନିଜ ଖାତାରେ ଲେଖି ରଖିବ। ଆଜିର ପାଠ୍ୟ କାର୍ଯ୍ୟକ୍ରମକୁ ଏତିକିରେ ଆମେ ରଖିବା। ବିଦାୟ ନେଉଛି।